ବର୍ତ୍ତମାନ ଦେଖନ୍ତୁ ପ୍ରବଳ ଖରାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏପ୍ରିଲର ଏହି ସପ୍ତାହରୁ ସ୍କୁଲ ଛୁଟି ହେବ। ତ ଏ ଏକ ବଡ଼ ଅପଡେଟ୍ ରହିଛି। ତ ଅପଡେଟ୍ କ'ଣ ରହିଛି ଫ୍ରେଣ୍ଡସ୍ ଭିଡ଼ିଓରେ ହିଁ ଜଣାଇବି। ସୋ ଭିଡ଼ିଓକୁ ବିନା ସ୍କିପ୍ କରି ସମସ୍ତେ ଶେଷ ଯାଏଁ ଦେଖିବା ସହିତ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଯଦି ଚ୍ୟାନେଲକୁ ନୂଆ କରି ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଏବଂ ପାଖରେ ଥିବା ବେଲ୍ ଆଇକନ୍ରେ କ୍ଲିକ୍ କରିନେବେ ଆଗକୁ ଏହିପରି ଲାଟେଷ୍ଟ ଅପଡେଟ୍ ପାଇବା ପାଇଁ। ତ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି। ଯେଉଁ ଜିଲ୍ଲାଗୁଡ଼ିକରେ ଅଧିକ ଗରମ ଅଛି ସେହି ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ ନିଜ ସ୍ତରରେ ନିଷ୍ପତ୍ତି ନେବେ ଯେ ସ୍କୁଲ ଛୁଟି ହେବ କି ନାହିଁ। ଚଳିତ ବର୍ଷ ବଢ଼ୁଥିବା ତାତି ପାଇଁ ଶିକ୍ଷା ବିଭାଗ ଗ୍ରୀଷ୍ମ ଛୁଟି ଶୀଘ୍ର ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। ସମସ୍ତ ସରକାରୀ ସ୍କୁଲ ଏପ୍ରିଲ 30ରୁ ବନ୍ଦ ରହିବ। ଏହି ନିଷ୍ପତ୍ତି ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ଲାଗୁ ହେବ। ଛୁଟି ଦିନ ସମ୍ପର୍କରେ ସରକାରୀ ସୂଚନା ପରେ ପ୍ରକାଶ କରାଯିବ। ରାଜ୍ୟ ସଚିବାଳୟର ନବାନ୍ନରେ ପିଟିଆଇ ସାମ୍ବାଦିକମାନଙ୍କ ସହିତ ସୂଚନା ଦେଇ ବାନାର୍ଜୀ କହିଛନ୍ତି ଯେ ମେ ଦ୍ୱିତୀୟ ସପ୍ତାହରୁ ଗ୍ରୀଷ୍ମ ଛୁଟି ଘୋଷଣା କରିବାର ସାଧାରଣ ଅଭ୍ୟାସ ପରିବର୍ତ୍ତେ ବିଭାଗ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏହାକୁ ଏପ୍ରିଲ 30ରୁ ଛୁଟି ନେଇ ଏକ ବିଜ୍ଞପ୍ତି ଜାରି କରିବ। ତ ଫ୍ରେଣ୍ଡସ୍ ଏ ହେଉଛି ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି। ତ ଓଡ଼ିଶା ସରକାର ଏହି ନିଷ୍ପତ୍ତି କେବେ ନେବେ ତାକୁ ହିଁ ଅପେକ୍ଷା ରହିବ।